କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ କଥା ହେବା ସାଉଣ୍ଡ ବିଷୟରେ। ତାମାନେ ହେଲା ଧ୍ୱନି ବିଷୟରେ। ସାଉଣ୍ଡ ହେଉଛି ଗୋଟେ ଏନର୍ଜି ଯୋଉଟା କି ପ୍ରଡ୍ୟୁସ ହୁଏ ଯେତେବେଳେ ଗୋଟେ ଅବଜେକ୍ଟ ବା ଗୋଟେ ପଦାର୍ଥ ଭିତରେ ଭାଇବ୍ରେସନ ସୃଷ୍ଟି ହୁଏ। ସେ କଣ କରେ, ଯେତେବେଳେ ଭାଇବ୍ରେସନ ସୃଷ୍ଟି ହୁଏ ସେ କଣ କରେ, ଗୋଟେ ମିଡିୟମ ରୁ ଆଉ ଗୋଟେ ମିଡିୟମ ଭିତରେ ସେ କଣ କରେ, ଟ୍ରାଭେଲ କରେ, ମାନେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ସେ ଯାତ୍ରା କରେ। ତ ମିଡିୟମ ଗୁଡିକ କଣ ହେଇପାରେ, ମିଡିୟମ ଗୁଡିକ ହେଇପାରେ ଏୟାର ହେଇପାରେ, ବାୟୁ ହେଇପାରେ, ପାଣି ହେଇପାରେ ବା କୌଣସି ସଲିଡ ଅବଜେକ୍ଟ ହେଇପାରେ। ସେ କଣ କରେ, ସିଏ ଯୋଉ ଯାଏ, ସେ ଯୋଉ ମୁଭ କରେ, ସେ ଗୋଟେ ତରଙ୍ଗ ରୂପରେ ଯାଏ, ଯୋଉଟାକୁ ଆମେ କହନ୍ତି କି ଲଙ୍ଗିଚୁଡିନାଲ ୱେଭ। ତ ସେଇ ହିସାବରେ ସେ ଯାଏ। ସାଉଣ୍ଡ କଣ କରେ, ଯେତେବେଳେ ତାକୁ କୌଣସି ମିଡିୟମ ମିଳେ ନାହିଁ ସେତେବେଳେ ସେ କଣ ହୁଏ ନା, ସେତେବେଳେ ସେ ଟ୍ରାଭେଲ କରିପାରେ ନାହିଁ, ଯେପରିକି ଭ୍ୟାକ୍ୟୁମ। କଣ ପାଇଁ ନା, ସେତେବେଳେ ସେ କୌଣସି ପାର୍ଟିକଲ ପାଏ ନାହିଁ ଯୋଉଠିକି ସେ ଭାଇବ୍ରେଟ ହେଇପାରିବ। ତ ଯେତେବେଳେ ଗୋଟେ ଅବଜେକ୍ଟ, ଗୋଟେ ବସ୍ତୁ ଭାଇବ୍ରେଟ ହୁଏ, ସେ କଣ କରେ, ସେ ଭାଇବ୍ରେସନ ଦ୍ୱାରା ତା ଭିତରେ ଥିବା ପାର୍ଟିକଲ, ତା ମାନେ ଅଣୁ ଆଉ ପରମାଣୁ କୁ ସେଇ ମିଡିୟମରେ କଣ କରେ, ଭାଇବ୍ରେଟ କରାଏ। ସେଇ ଭାଇବ୍ରେସନ କଣ କରେ, ଗୋଟେ ମୁଭମେଣ୍ଟ ସୃଷ୍ଟି କରେ, ଯୋଉଟା କି ଗୋଟେ ତରଙ୍ଗ ସୃଷ୍ଟି କରେ। ସେଇ ତରଙ୍ଗ, ସେଇ ଯୋଉ ଅଣୁ ପରମାଣୁ ଗୁଡିକର ଯେତେବେଳେ ସେମାନେ ଗତିଶୀଳ ହୁଅନ୍ତି, ଆଗକୁ ପଛକୁ ହୁଅନ୍ତି, ବା ସେଇ ତରଙ୍ଗର ଯୋଉ ହିସାବରେ ସେ ତରଙ୍ଗଟି ଆଗକୁ ବଢେ, ତ ସେଇଟା କଣ କରେ, ଗୋଟେ ଧ୍ୱନି ସୃଷ୍ଟି କରେ। ତ ସାଉଣ୍ଡ କଣ ହୁଏ, ସାଉଣ୍ଡ ର ଦୁଇଟା ପାର୍ଟ ଥାଏ। ଆମେ ଏବେ ସ୍କ୍ରିନରେ ଡାଇଗ୍ରାମ ବି ଦେଖିପାରିବା କି ତାର ଯୋଉ ଦୁଇଟା ପାର୍ଟ ଅଛି, ଗୋଟେ ଅଛି କମ୍ପ୍ରେସନ ପାର୍ଟ ଆଉ ଗୋଟେ ଅଛି ରିଆରଫ୍ୟାକ୍ସନ ପାର୍ଟ। ଯୋଉଟା ତାର କମ୍ପ୍ରେସନ ପାର୍ଟ ଅଛି, ସେଇଠି ଆମେ ଦେଖିବା କି ଏଇ ଜାଗାରେ ପାର୍ଟିକଲ ମାନେ କଣ ଅଛନ୍ତି ନା, ସେମାନେ କ୍ଲୋଜ୍ଡ ଅଛନ୍ତି, ପାଖାପାଖି ରହିଛନ୍ତି। ଆଉ ଯୋଉ ଜାଗା ରିଆରଫ୍ୟାକ୍ସନ ଯୋଉ ପାର୍ଟଟି ଅଛି, ସେଇଟା ହଉଛି କଣ ନା, ଯୋଉଠାରେ କି ପାର୍ଟିକଲ ମାନେ ଦୂରରେ ଅଛନ୍ତି, ମାନେ ଜଣେ ଜଣଙ୍କଠୁ ଦୂରରେ ଅଛି। ତ ଯେତେବେଳେ ଆମେ ଗୋଟେ ତରଙ୍ଗ ବିଷୟରେ କଥା ଅଛନ୍ତି, ତାର କିଛିଟା ଇମ୍ପୋର୍ଟାଣ୍ଟ ଟର୍ମସ ଥାଏ। ଯେମିତିକି ଆମେ କହିବା, ଫର୍ଷ୍ଟ ଇମ୍ପୋର୍ଟାଣ୍ଟ ଟର୍ମ ହେଲା ଫ୍ରିକ୍ୱେନ୍ସି। ଫ୍ରିକ୍ୱେନ୍ସି କହିଲେ କଣ, ଫ୍ରିକ୍ୱେନ୍ସି ହଉଛି ସିଏ କେତେ ଥର ଭାଇବ୍ରେଟ କରିଛି, ପ୍ରତି ସେକେଣ୍ଡରେ ସେ କେତେ ଥର ଭାଇବ୍ରେଟ କରିଛି, ସେଇଟା ହିଁ ଡିଟରମାଇନ କରେ ସେଇ ଯୋଉ ଧ୍ୱନିଟା ଅଛି ତା ପିଚ। ତ ଆମର ଯୋଉ ଫ୍ରିକ୍ୱେନ୍ସି ଅଛି ତାକୁ ମେଜର କରାଯାଏ ହର୍ଜ ରେ। ତା ସହିତ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଟର୍ମ ହଉଛି ତରଙ୍ଗର ଆମ୍ପ୍ଲିଚ୍ୟୁଡ। ଆମ୍ପ୍ଲିଚ୍ୟୁଡ କହିଲେ ତା ଉଚ୍ଚତା, ତା ହାଇଟ, ହାଇଟ ଅଫ ଦ ୱେଭ। ସେ ଯୋଉ ତରଙ୍ଗଟି ଅଛି ତାହାର କେତେ ଉଚ୍ଚତା ଅଛି, ସେଇଟା କଣ ଡିଟରମାଇନ କରେ, ସେଟା ଡିଟରମାଇନ କରେ ତା ଲାଉଡନେସ, ମାନେ ସେ କେତେ ଜୋରରେ ବାଜିବ। ତା ସହିତ ତା ପର ଟର୍ମଟି ହଉଛି ୱେଭଲେନ୍ଥ। ଆମେ ଏଇ ସବୁ ଜିନିଷ ସ୍କ୍ରିନରେ ଦେଖୁଛନ୍ତି ନା। ୱେଭଲେନ୍ଥ କହିଲେ କଣ ନା, ଡିଷ୍ଟାନ୍ସ ବିଟୱିନ ଦିଟା ତରଙ୍ଗ ମଝିରେ ଯୋଉ ଡିଷ୍ଟାନ୍ସ ଅଛି, ତା ମାନେ ଡିଷ୍ଟାନ୍ସ ବିଟୱିନ କମ୍ପ୍ରେସନ ଆଉ ରିଆରଫ୍ୟାକ୍ସନ, ତାଙ୍କ ଭିତରେ ଯୋଉ ଲେନ୍ଥଟା ଅଛି ତାକୁ କୁହାଯାଏ ୱେଭଲେନ୍ଥ। ଆଉ ଟାଇମ ପିରିୟଡ ହଉଛି ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର ସାଉଣ୍ଡ କେସରେ ବା ଧ୍ୱନି କେସରେ ବା ତରଙ୍ଗ କେସରେ। କଣ ପାଇଁ ନା, ଭାଇବ୍ରେସନ ଯେତେବେଳେ ହୁଏ, ଗୋଟେ ଭାଇବ୍ରେସନ କମ୍ପ୍ଲିଟ ହବା ପାଇଁ କେତେ ସମୟ ଲାଗେ। ତ କମ୍ପ୍ରେସନ ଆଉ ରିଆରଫ୍ୟାକ୍ସନ ର ଡିଷ୍ଟାନ୍ସ ଟାକୁ କୁହାଯାଏ କଣ ନା, ୱେଭଲେନ୍ଥ, ଯାହାକୁ ଆମେ ଡିନୋଟ କରନ୍ତି ଆଜ ଲ୍ୟାମ୍ବଡା। ବୁଝି ହେଲା? ତ ଭିଡିଓଟା ଦେଖିଲ, ଯଦି କିଛି ଡାଉଟ ଅଛି, କୋଉ ଜାଗାରେ ବୁଝି ହେଲା ନାହିଁ, ମତେ କମେଣ୍ଟରେ ଲେଖିକି ଦବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା, ବୁଝି ହେଲା, ତାହେଲେ ଭିଡିଓ ଟିକେ ଲାଇକ୍ କରିଦବ, ଭିଡିଓକୁ ଅନ୍ୟ ସହ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ ଆଇକନ ପ୍ରେସ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।